ଏବଂ ପ୍ରଭୁଙ୍କର ବାକ୍ୟ ପରିବେଷଣ କରିବେ। ଧନ୍ୟବାଦ। ପ୍ରଭୁଙ୍କୁ ଧନ୍ୟବାଦ ଯେଣୁ ସେ ଜୀବନ ଏବଂ ମରଣର ଅଧିକାରୀ ପରମେଶ୍ୱର ସେଇ ପ୍ରଭୁଙ୍କୁ ଧନ୍ୟବାଦ ଦେବା ସଙ୍ଗେ ସଙ୍ଗେ ସାନ୍ତ୍ୱନା ପ୍ରାର୍ଥନାରେ ସକ୍ରିୟତା ପୂର୍ବକ ପରିଚାଳନା କରୁଥିବା ସମ୍ମିଳନୀର ମୁଖ୍ୟ କର୍ମକର୍ତ୍ତା ମାନଙ୍କ କତିରେ ବାଳକ ଅଧିକନ ମଣ୍ଡଳୀ ଶାଖା ମଣ୍ଡଳୀର କର୍ମକର୍ତ୍ତା ମାନଙ୍କ କତିରେ ପୁଣି ପ୍ରଭୁଙ୍କ ଦାସ ଦାସୀ ପ୍ରଚାରକ ପ୍ରଚାରିକା ଡାକ୍ତର ସାରଙ୍କ କତିରେ ସମସ୍ତ ଭାଇ ଭଉଣୀ କତିରେ ପ୍ରଭୁ ଯୀଶୁଙ୍କ ନାମରେ ମୋର ଭକ୍ତିପୂର୍ଣ୍ଣ ନମସ୍କାର ଜଣାଏ। ଆସନ୍ତୁ ଏପରି ତ ଯେତେ ଲୋକ ଠିଆ ହେଲେ ବି ସେତେ ପ୍ରକାର କଥା ବାଇବଲରୁ ମିଳିବ ହିଁ ମିଳିବ। ତେଣୁ ପ୍ରଭୁଙ୍କୁ ଧନ୍ୟବାଦ ଯେ ବିଷୟ ବସ୍ତୁ କେବେ ବି ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟରେ ମଧ୍ୟ ସରିବ ନାହିଁ। ଆଜି ମୁଁ ଆପଣ ମାନଙ୍କ ନିକଟରେ ପରିବାର ନିକଟରେ କହିବାକୁ ଚାହୁଁଛି ଯାହା ତା ପୂର୍ବରୁ ପରିବାର ନିକଟରେ ମଧ୍ୟ ଧନ୍ୟବାଦ ଜଣାଉଛି ଯେ ଦୁଃଖରେ ଭାଙ୍ଗି ଯାଇଥିଲେ ମଧ୍ୟ ଖୋଜି ଲୋଡ଼ି ସମସ୍ତଙ୍କୁ ଏକତ୍ର କରିଛନ୍ତି। ଏ ଏକତ୍ର ହେବା ବିଷୟ ହିଁ ସେମାନଙ୍କ ସନ୍ତାନର କାରଣ। ଆଉ ମୋର କହିବାର କଥା ପୂର୍ବରୁ ମୌଳିକ ଭାବରେ ବାଇବଲରେ ତିନି ପ୍ରକାରର ସାନ୍ତ୍ୱନା ପ୍ରଭୁ ମାଧ୍ୟମ ରଖିଛନ୍ତି। ସାନ୍ତ୍ୱନାର ତିନି ପ୍ରକାର ମାଧ୍ୟମ ରଖିଛନ୍ତି। ଗୋଟେ ହଉଛି ପରମେଶ୍ୱର। ବାଇବଲରେ ବହୁତ ଜାଗାରେ ଲେଖା ହେଇଛି ପରମେଶ୍ୱର ସାନ୍ତ୍ୱନା ଦାତା। ଦ୍ୱିତୀୟ ହଉଛି ଦ୍ୱିତୀୟ କରନ୍ତି 1 ପର୍ବର 4 ପ୍ରଥମ, ଦ୍ୱିତୀୟ ହଉଛି ଯେଶାୟା 40:1 ମଣ୍ଡଳୀ ସାନ୍ତ୍ୱନା କରିବାର ଅଧିକାର ଅଛି। ପ୍ରଭୁଙ୍କ ଲୋକମାନେ ସାନ୍ତ୍ୱନା କରିବାର ମଧ୍ୟ ଅଧିକାର ପରମେଶ୍ୱର ଦେଇଛନ୍ତି। ତୃତୀୟ ହଉଛି ପରମେଶ୍ୱରଙ୍କର ବାକ୍ୟ। ତାହା ଆପଣ ମାନେ ଅନ୍ୟ ସମୟରେ ଦେଖିପାରନ୍ତି 119, 49, 50 ବାକ୍ୟ ହିଁ ସାନ୍ତ୍ୱନା କରେ। ଯଦି କୌଣସି ଲୋକଙ୍କ ପାଇଁ ମଣ୍ଡଳୀ ନାହିଁ, ଏକଲା କୌଣସି ବିଦେଶରେ ରହୁ ରହୁ ଏ ଘଟଣା ଘଟିଛି, ପ୍ରଭୁ ତାଙ୍କ ବାକ୍ୟ। ଏଥିପାଇଁ ପ୍ରଭୁଙ୍କୁ ଧନ୍ୟବାଦ। ମୁଁ କହିବା ଚାହୁଁଛି ଆଜି ମତେ ଗୋଟେ ଦିନ ପଢିକି ଟିକେ ସାହାଯ୍ୟ କରିବେ ପିଲାମାନେ ଯଦି ବାଇବଲ ରେଡି ଅଛି। ଫିଲିପି 1 ପର୍ବର 20-21 ପଦ ହଉଛି ଆମମାନଙ୍କର ଆଲୋଚନାର ବିଷୟ। ତା ହଉଛି ପାଉଲ କହିଲେ ମୃତ୍ୟୁ ମୋ ନିମନ୍ତେ ଲାଭଜନକ। ବିଷୟରେ ପ୍ରକୃତରେ ମନୋଯୋଗ କରିବ, ଯେପରି ସମଭାବପୂର୍ଣ୍ଣ ଲୋକ ଦାମ୍ୟ ବିନା ମୋ ନିକଟରେ ଆଉ ନାହିଁ। 20-21 ସମସ୍ତେ ଯୀଶୁ ଖ୍ରୀଷ୍ଟଙ୍କ ବିଷୟ ଚେଷ୍ଟା ନ କରି ସ୍ୱାର୍ଥ ଚେଷ୍ଟା କରନ୍ତି। 21 ଆଜ୍ଞା ମୋ ପକ୍ଷରେ ଠିକ ଅଛି ନା? ସେଟା ଭୁଲ ହେଇଥିଲା ନା? ଖୋଲିବାର ଭୁଲ ହେଇଥିଲା ନା କଣ? ହଁ ନହେଲେ ଭୁଲ ହେଲେ କେମିତି ଧରନ୍ତୁ। ପାଉଲ କାହିଁକି କହିଲେ ଯେ ମୃତ୍ୟୁ ଲାଭଜନକ? ଭଲରେ ଶୁଣନ୍ତୁ ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁଙ୍କ ଦାସ ଦାସୀ ମାନେ, କଣ ତା ଭିତରେ ରହସ୍ୟ ଅଛି ଯେ ଜୀବନରେ ବଞ୍ଚି ରହିବା ଅପେକ୍ଷା ଲୋକ ଦୁଃଖ ଅତ୍ୟନ୍ତ ତିକ୍ତତା ଅତ୍ୟନ୍ତ ହେଲେ ମୋ ବଞ୍ଚିବା ଅପେକ୍ଷା ମରିବା ଭଲ ବୋଲି କହୁଛନ୍ତି। ସେଇ ସେନ୍ସରେ ପାଉଲ କହିନାହାନ୍ତି। ଦୁଃଖ ପ୍ରତିକୂଳ ସମସ୍ୟା ଅଧିକ ହେଇଗଲେ ମୁଁ ମରିବା ଭଲ, ପ୍ରଭୁ ମତେ ନେଇ ହେଲେ ସେଟା ଅଲଗା ଅଛି। ଆଉ ଏଲିୟା ବି କହିଲେ ମତେ ନେଇଯାଅ, ସେଟା ଅଲଗା ବିଷୟ।
কিন্তু ପାଉଲ ଏଇ ଜାଗାରେ ଯାହା କହିଲେ ତାର ମର୍ମ ସ୍ୱତନ୍ତ୍ର ଅଟେ। ପ୍ରିୟ ଭାଇ ଭଉଣୀ ମାନେ, ଏଇ ମର୍ମକୁ ମୋ କମ ସମୟ ଭିତରେ ଆଲୋଚନା କରିବାକୁ ଚାହେଁ। ଦ୍ୱିତୀୟ କରନ୍ତି 4 ପର୍ବର 11 ପଦ। ପ୍ରଭୁଙ୍କର ନାମ ଧନ୍ୟ। ଜଲ୍ଦି ଜଲ୍ଦି ଟିକେ ଜୀବନ ଯେପରି ଆମ୍ଭମାନଙ୍କ ମର୍ତ୍ତ୍ୟ ଶରୀରରେ ପ୍ରକାଶିତ ହୁଏ, ଏଥିପାଇଁ ଆମ୍ଭେମାନେ ଜୀବିତ ହେଲେ ହିଁ ସର୍ବଦା ଯୀଶୁଙ୍କ ସକାଶେ ମୃତ୍ୟୁ ଭୋଗରେ ସମର୍ପିତ ହେଉଅଛୁ। ଯେଣୁ ତାର ଉଦାହରଣ ସ୍ୱରୂପ ମୃତ୍ୟୁ ଭୋଗରେ ସେ ଅନ୍ୟ ଦିନ ମାନଙ୍କରେ ମଧ୍ୟ ନିଜକୁ ସମର୍ପଣ କରିଥିଲେ। ତାଡ଼ନାରେ, ଲାଞ୍ଛନାରେ, ପ୍ରତିକୂଳ ସମସ୍ୟା କଣ ପାଇଁ? ଖ୍ରୀଷ୍ଟଙ୍କ ଜୀବନ ପ୍ରକାଶିତ ହୁଏ। ଚାଙ୍ଗା ଥିବା ବେଳେ କେବଳ ନୁହେଁ, ମାତ୍ର ମୃତ୍ୟୁ ଭୋଗରେ ସମର୍ପଣ କଲା ବେଳେ ଖ୍ରୀଷ୍ଟଙ୍କ ଜୀବନ ପ୍ରକାଶିତ ହୁଏ। ଯେପରି ସୈଦ୍ରକ, ମୈଶରକ, ଅବେଦନଗୋ ନିଆଁରେ ପଡିବା ବେଳେ ସେମାନଙ୍କ ସଙ୍ଗରେ ଜୀବିତ ବୁଲିବା ପରି ଦେଖାଗଲା ସମସ୍ତଙ୍କୁ। ସେଇବେଳେ କେବଳ ତେଣୁ ମରଣକୁ ଭଲ ବୋଲି କହିବାର ମୋର ଅଳ୍ପ କିଛି ଉଦ୍ଦେଶ୍ୟ କହୁଛି। ତାହା ହଉଛି ପ୍ରଥମ ହଉଛି ଆୟୁବ 19 ପର୍ବର 26। ଏତେ ଲେଖା ହେଲେ କେମିତି ମୁଁ ଜଗି ପାରିବି ନାହିଁ। ମୁଁ ତ ମତେ ଶୀଘ୍ର ପୁଣି ଶୀଘ୍ର ମୋହର ଚର୍ମ ଏହି ରୂପେ ବିନଷ୍ଟ ହେଲା, ଉତ୍ତାରେ ହେଲା ଉତ୍ତାରେ ହିଁ ମୁଁ ମାଂସ ବିହୀନ ହୋଇ ପରମେଶ୍ୱରଙ୍କୁ ଦେଖିବି। ମାଂସ ବିହୀନ ହେଲେ ହିଁ ଜଣେ ପରମେଶ୍ୱରଙ୍କୁ ଦେଖିପାରିବ, ନହେଲେ ଦେଖିପାରିବ ନାହିଁ। କେମିତି ଦେଖିପାରିବ ନାହିଁ? ଦ୍ୱିତୀୟ କରନ୍ତି 5 ପର୍ବର 7। ଯେତେ ପର୍ଯ୍ୟନ୍ତ ଆମେ ଶରୀରରେ ଅଛୁ ପରମେଶ୍ୱରଙ୍କ ଠାରୁ ଦୂରରେ, ସେଇଥିପାଇଁ ମାଂସ ବିହୀନ ହେବାକୁ ପଡ଼ିଲେ ଯାଇ ଜଣେ ପରମେଶ୍ୱରଙ୍କୁ ପ୍ରତ୍ୟକ୍ଷ ଭାବରେ ଦେଖିପାରିବ। ଏହା ହଉଛି ପ୍ରଥମ ବର୍ତ୍ତମାନ ଆଲୋଚନାର ଲାଭର ବିଷୟ। ଏବେ ପ୍ରତ୍ୟକ୍ଷ ଦେଖିପାରିବେ ନାହିଁ, ଏବେ ଦର୍ଶନ ମାତ୍ର। ସେ ଦର୍ଶନରେ ବି ଦେଖିଦେବେ ପ୍ରଭୁଙ୍କୁ, କିନ୍ତୁ ପ୍ରତ୍ୟକ୍ଷ ନୁହଁ। ଏହା ହଉଛି ପ୍ରଥମ କଥା। ପ୍ରିୟ ଭାଇ ଭଉଣୀ ମାନେ, ମୁଁ ଆପଣଙ୍କୁ ପରବର୍ତ୍ତୀ କଥା କହିବି। ଉପଦେଶକ 8 ପର୍ବର 10 ପଦ। ଦେଖନ୍ତୁ, ମଲା ପରେ ପ୍ରଭୁଙ୍କ ଲୋକମାନଙ୍କ ପାଇଁ ଫାଇଦା କଣ ଅଛି? ଆହୁରି ଦୁଷ୍ଟମାନେ କବର ପ୍ରାପ୍ତ ହୋଇ ପରଲୋକରେ ଉପସ୍ଥିତ ହେଲେ, ପୁଣି ଯଥାର୍ଥ କର୍ମକାରୀ ମାନେ ପବିତ୍ର ସ୍ଥାନକୁ ସେମାନେ ପବିତ୍ର ସ୍ଥାନକୁ ଯାଆନ୍ତି ସାଙ୍ଗେ ସାଙ୍ଗେ ଓ ନଗରର ସେତିକି ଦରକାର। ଏହା ହଉଛି ଅନ୍ୟ ଏକ ଦ୍ୱିତୀୟ ନମ୍ବର ଲାଭ ଯୋଉମାନେ ମରୁଛନ୍ତି ପ୍ରଭୁରେ ଥାଏ, ଯେ ପବିତ୍ର ସ୍ଥାନକୁ ଯାଆନ୍ତି। ଅନ୍ୟ ସର୍ବସାଧାରଣ ମୃତ୍ୟୁ ସମାରୋହ ହେଇପାରେ, ଗୋଟିଏ ଜାଗାରେ କବର ହେଇପାରେ, ଅଟକି ବହୁମୂଲ୍ୟ ସାଧୁ ବରଣ ଗୀତ ଗାଇ ପାରୁ, କିଛି ଖରାପ ନାହିଁ। କିନ୍ତୁ ଆତ୍ମା ଗୋଟେ ଜାଗାରେ ସଂରକ୍ଷଣ ହୁଏ ନାହିଁ। ସେଠି ସ୍ପଷ୍ଟ ଭାବରେ ଲେଖା ଅଛି, ପରଲୋକରେ ଉପସ୍ଥିତ ହୁଅନ୍ତି ଦୁଷ୍ଟ ମାନେ, ଆଉ ଧାର୍ମିକ ମାନେ, ଯଥାର୍ଥ କର୍ମକାରୀ ମାନେ ପବିତ୍ର ସ୍ଥାନରେ ଉପସ୍ଥିତ ହୁଅନ୍ତି। ଏହା ହଉଛି ପୃଥିବୀରେ ଆମେ ଯୋଉ ପର୍ଯ୍ୟନ୍ତ ଈଶ୍ୱରଙ୍କ ଭକ୍ତ ହିସାବରେ ଜୀବନ ଯାପନ କଲେ ବି ଏ ସ୍ଥାନ ହଉଛି ଅପବିତ୍ର, ମୋହ ମାୟା ଦୁନିଆ ପ୍ରକାର ପ୍ରତିକୂଳ ସମସ୍ୟା ଅଛି। ତେଣୁ ଯୀଶୁଙ୍କୁ ଦିନେ ଦେଖିବା ପାଇଁ ଲୋକମାନେ ଗଲାବେଳେ ଶିଷ୍ୟମାନେ କହିଲେ, ଗୁରୁ ଆପଣଙ୍କୁ ଦେଖିବାକୁ ଆସିଛନ୍ତି, ଦର୍ଶନ କରିବାକୁ ଆସିଛନ୍ତି। ଯୀଶୁ ଗୋଟେ ନିଦାନ କଥା କହିଲେ ଯେ ଗହମ ଯୋ ପର୍ଯ୍ୟନ୍ତ ଭୂମିରେ ପଡି ନ ମରେ ଏକାକୀ ଥାଏ, ଯେତେବେଳେ ମରେ ବଳବାନ ହୁଏ। ସେହିପରି ମନୁଷ୍ୟ ପୁତ୍ର। ପ୍ରିୟ ଭାଇ ମାନେ, ମୃତ୍ୟୁ ଈଶ୍ୱରୀୟ ଆଶୀର୍ବାଦର ମୃତ୍ୟୁ, ତାଙ୍କ ଇଚ୍ଛାର ମୃତ୍ୟୁ କେବେ ବି କ୍ଷତି ନାହିଁ। ଲାଭ ହଉଛି, ମୁଁ ଦ୍ୱିତୀୟ ନମ୍ବରରେ ରଖିଲି ଆପଣଙ୍କୁ। ଆଉ ତା ପରବର୍ତ୍ତୀ କହିବି, ଗୋଟିଏ ଜାଗାରେ 3ଟି କଥା ମିଳିବ। ଇସାୟା 57ର 1-2ରେ 3ଟି କଥା ମିଳିବ। 1 ପଢନ୍ତୁ। ଧାର୍ମିକ ଲୋକ ବିନଷ୍ଟ ହେଉଅଛି ଓ ସେ ବିଷୟରେ କେହି ମନୋଯୋଗ କରୁନାହିଁ। ପୁଣି ଭକ୍ତ ଲୋକମାନେ ନିଆଯାଉଅଛନ୍ତି। ଗୋଟେ ମିନିଟ ରହିଯା। ନିଆଯାଉ ବରଂ ଆସନ୍ତା ବିପଦରୁ ନିଆଯାଉ ଅଛନ୍ତି, ତେଣୁ ଲାଭଜନକ ବିଷୟ।
ଆସନ୍ତା ବିପଦ ସଂକଟ ତାଡ଼ନା ଲାଞ୍ଛନା କିଛି ସେମାନଙ୍କୁ ଇଫେକ୍ଟ ହେଇପାରିବ ନାହିଁ। ଏହା ହଉଛି ଲାଭଜନକ ବିଷୟ। ତା ତଳକୁ ଧାର୍ମିକ ମାନେ ଯେ ଆସନ୍ତା ବିପଦରୁ ନିଆଯାଉଅଛନ୍ତି, ଏଟା ତ ସେଇ ନମ୍ବର। ତାପରେ ତଳକୁ ଏହା କେହି ବିବେଚନା କରୁନାହିଁ। ଦୁଇ ସେ ଶାନ୍ତିରେ ପ୍ରବେଶ କଲେ ରହିଯା କଲେ ନା କରେ କରେ। ଶାନ୍ତିରେ ପ୍ରବେଶ। ଏଇଟା ଗୋଟେ ପ୍ରବେଶ ସମାନ ମଧ୍ୟରୁ ପ୍ରଭୁରେ ଥାଇ ମରଣ ହଉଛି ଗୋଟେ ପ୍ରକାର ପ୍ରବେଶ। ପ୍ରିୟ ଭାଇ ଭଉଣୀ ମାନେ, ତାର ପରବର୍ତ୍ତୀ କଥା ଗୋଟେ ଦେଖନ୍ତୁ। ମୁଁ କୌଣସି ଶବ୍ଦକୁ ବ୍ୟାଖ୍ୟା କରିବିନି, କେବଳ ଧାରଣା ପାଇବା ଯେ ମରଣର ଲାଭ ପ୍ରଭୁଙ୍କ ଲୋକମାନେ ନିମନ୍ତେ ଏଇ ସବୁ। ସରଳ ପଥଗାମୀ ମାନେ ପ୍ରତ୍ୟେକ ଆପଣା ଆପଣା ଶଯ୍ୟାରେ ବିଶ୍ରାମ କରନ୍ତି। ଗୋଟେ ଗୋଟେ ଶଯ୍ୟା ସମସ୍ତଙ୍କର ଅଛି। ଆପଣା ଆପଣା ଶଯ୍ୟାରେ ବିଶ୍ରାମ କରନ୍ତି। ପ୍ରତ୍ୟେକ ଅଙ୍ଗ ପାଇଁ ପ୍ରତ୍ୟେକ ପରମେଶ୍ୱରଙ୍କ ଲୋକ ଇହ ଧ୍ୟାନ ତ୍ୟାଗ କଲେ। ପ୍ରିୟ ପ୍ରଭୁଙ୍କ ଦାସ ଦାସୀ ମାନେ ଗୋଟେ ଗୋଟେ ଶଯ୍ୟା ନିଶ୍ଚିତ ବିଶ୍ରାମ କରିବା ପାଇଁ ମାନେ କେମିତିକା ବିଷୟ ସେଟା ମୁଁ କହିବି ଟିକେ ମୌଖିକ ଭାବରେ। ଯୋଉମାନଙ୍କର ଶିରଚ୍ଛେଦନ ହେଇଥିଲା ପ୍ରଭୁଙ୍କ ପାଇଁ, ସେମାନଙ୍କର ଆତ୍ମା ଯେତେବେଳେ ପରମେଶ୍ୱରଙ୍କୁ ଡାକ ଦେଲା କେତେ କାଳ ବିଚାର ନ କରିବ, ସେତେବେଳେ ସାନ୍ତ୍ୱନାର କଥା କୁହାଗଲା। କଣ କୁହାଯିବା ଭିତରେ ଗୋଟେ କଥା କୁହାଗଲା, ଆଉ କିଛି କାଳ ଏଇ ଅପେକ୍ଷାରେ ଅଛି। ପ୍ରିୟ ଭାଇ ଭଉଣୀ ମାନେ, ତେଣୁ ମରଣର ଏଇ ସକଳ ତାତ୍ପର୍ଯ୍ୟ ପାଇଁ ସେ ଅନୁଭବ କରିଛନ୍ତି, ହିସାବ ରଖିଛନ୍ତି। ଆମେ ବାଇବଲ ପଢି ଏଣୁ ତେଣୁ ସଂଗ୍ରହ କରି ଆମେ ବିଷୟବସ୍ତୁକୁ ଉପଲବ୍ଧି କରୁଛୁ, କିନ୍ତୁ ସେ ଆତ୍ମାରେ ଏଇ ସବୁକୁ ଅନୁଭବ କରିଛନ୍ତି। କାରଣ ଆହୁରି ଏକ ଲାଭର କଥା କହିବି ଆପଣଙ୍କୁ। ରୋମୀ 6 ପର୍ବର 7 ପ୍ରଭୁଙ୍କ ଗୌରବ ନାମ ଧନ୍ୟ ହଉ। ଆମ୍ଭେମାନେ ଜାଣୁ, କାରଣ ଯେ ମରିଅଛି ସେ ପାପରୁ ମୁକ୍ତ ହୋଇଅଛି। ତେଣୁ ପାପର ବାସନା ଆଉ ତିଳେ ବି ନାହିଁ। ବର୍ତ୍ତମାନ ପ୍ରଭୁଙ୍କ ଲୋକମାନେ ସିରିୟସ ହେଇଗଲେ। ବିଶ୍ୱାସୀ ମାନେ, ସାଧାରଣ ବିଶ୍ୱାସୀ ମାନେ ସିରିୟସ ହେଇଗଲେ। ଦେଖିବା ଲୋକମାନେ ଯାଇକିରି କହୁଛନ୍ତି ଏଟା ଏମିତି ହେଇଥିବ, ସେମିତି ହେଇଥିବ, ଗୁଣିଆ ହେଇଥିବ, ତାନ୍ତ୍ରିକ ହେଇଥିବ, ଅମୁକ ହେଇଥିବ, ସମୁଦ ହେଇଥିବ। ଶେଷରେ ବିଶ୍ୱାସୀ ମାନେ ମଧ୍ୟ ଭ୍ରାନ୍ତ ହେବାର ସମ୍ଭାବନା ଅଛି। ଧୀରେ ଧୀରେ ପଦ୍ୟକୁ ଡକେଇ କିଛି ଗୋଟେ ପିନ୍ଧା ପିନ୍ଧି ଫୁଙ୍କା ଫୁଙ୍କା ଲାଷ୍ଟ ଟାଇମରେ ଭ୍ରମରେ ପଡିବାର ଚାନ୍ସ ଅଛି। ମୁକ୍ତ ହେଇପାରିବନି ସଂସାର। ତେଣୁ ଯେବେ ପ୍ରଭୁରେ ଜଣେ ମରିଯାଏ, ପ୍ରିୟ ଭାଇ ମାନେ, ସେମାନେ ହେଉଛନ୍ତି ମୁକ୍ତ। ସମ୍ପୂର୍ଣ୍ଣ ଦୁନିଆରୁ ମୁକ୍ତ। ଆମେ ମୁକ୍ତ ହେଲେ ମଧ୍ୟ ଆଉ ଥରେ ଆଶଙ୍କା, ଆଉ ଥରେ ପରୀକ୍ଷା, ଆଉ ଥରେ ସମସ୍ୟା ଅଛି। ବହୁତ ଉଦାହରଣ ଅଛି। ବଡ ବଡ ପରମେଶ୍ୱରଙ୍କ ଲୋକମାନେ ଉଦ୍ଧାର ପାଇଲା ପରେ, ଜୟ କଲା ପରେ, ଯୁଦ୍ଧରୁ ଜୟ କଲା ପରେ ଅନ୍ୟ କୌଣସି କାରଣରେ ଧ୍ୱଂସ ହୁଅନ୍ତି, ପତନ ହୁଅନ୍ତି, ହେଇଯାଇଛନ୍ତି। ସମସନ ମାରିଲେ ସିନା ବହୁତ ବହୁତ ଜଣକୁ ମାରି ଜୟ କଲେ, ଶେଷରେ କିନ୍ତୁ ମଲେ ଯାଇ ମୁକ୍ତ। ପୁଣି କହିବି ଆପଣଙ୍କୁ ଗୋଟେ ଉଦାହରଣ ମୌଖିକ ଭାବରେ, ଲମ୍ବା ଚଉଡ଼ା କଥା ହେଇଯିବ। ମୂଷାକୁ ପ୍ରଭୁ ଯେତେବେଳେ ନେଇଯିବା ପାଇଁ କହିଲେ, ମୂଷା ଚାହୁଁନଥିଲେ ଆଉ ମୁଁ ବଞ୍ଚି ଆର ପାରିକୁ ଯିବି ବୋଲି କହିଲେ। ଦେଖନ୍ତୁ, କହିବି ମାତ୍ର ଦ୍ୱିତୀୟ ବିବରଣ 3 ପର୍ବର 25 ପଦ, ଆଉ ମୁଁ ବଞ୍ଚି ଆର ପାରିକୁ ଯିବି ବୋଲି ପରମେଶ୍ୱରଙ୍କୁ ନିବେଦନ କଲେ। ପଢନ୍ତୁ 26-27, 25-26 ଦ୍ୱିତୀୟ ବିବରଣ 3:25-26। ମୁଁ ବିନୟ କରୁଅଛି, ମତେ ସେ ପାରିକି ଯିବାକୁ ଓ ଜର୍ଦ୍ଦନର ସେ ପାରି ସ୍ଥିତ ସେଇ ଉତ୍ତମ ଦେଶ, ସେଇ ରମଣୀୟ ପର୍ବତ ଓ ଲିବାନନ ଦେଖିବାକୁ ଦିଅ। ମାତ୍ର ସଦାପ୍ରଭୁ ତୁମ୍ଭମାନଙ୍କ ସକାଶୁ ମୋ ଉପରେ କ୍ରୋଧ କଲେ ଓ ମୋ କଥା ଶୁଣିଲେ ନାହିଁ। ଆଉ ସଦାପ୍ରଭୁ ମତେ କହିଲେ, ତୁମ୍ଭର ଯଥେଷ୍ଟ ହେଲାଣି, ଏ ବିଷୟରେ ଆମ୍ଭକୁ ଆଉ କୁହ ନାହିଁ। ପ୍ରଭୁ କହିଲେ ଆଉ ପ୍ରାର୍ଥନା କର ନାହିଁ। ଆର ଲାଭ କଣ? ଆର ଲାଭ କଣ? ମୂଷା ଚାହୁଁଥିଲେ ବଞ୍ଚିବା ପାଇଁ, କିନ୍ତୁ ପରମେଶ୍ୱର ଜବରଦସ୍ତ ତାଙ୍କୁ ଯିବା ପାଇଁ କହିଲେ। ତମେ ରାଜ୍ୟକୁ ଯିବ, କିନ୍ତୁ ଆର ପାରିକୁ ଯାଇପାରିବ ନାହିଁ କହିଲେ। ତାର ଲାଭକୁ ମୁଁ ମୌଖିକ ଭାବରେ ବର୍ଣ୍ଣନା କରିବି ସମୟ ଅଧିକ ଯୋଗୁଁ 5ଟି ବିଷୟ।
ଗୋଟିଏ ଲାଭ ହଉଛି ପରମେଶ୍ୱର କବର ଦେବାର ଚାନ୍ସ ପାଇଲେ। Praise the Lord। ପରମେଶ୍ୱର ନିଜେ କେହି ନାହାନ୍ତି, ମନୁଷ୍ୟ ଜାଣି ନାହାନ୍ତି, ମନୁଷ୍ୟ ଦ୍ୱାରା ନୁହେଁ, ଏ ପର୍ଯ୍ୟନ୍ତ କେହି ସେ କବର ସ୍ଥାନକୁ ଜାଣି ନାହାନ୍ତି। କେମିତି କବର ଦେଲେ ବୋଲି ଆପଣ ଭାବୁଛନ୍ତି? ଭାବନ୍ତୁ ୟା ଉପରେ କି ପ୍ରକାର ଆମେ ଯେମିତି ପଥର ମାଟି ପକାଇ କୋଡିରେ ମାରି ମାରି ଉଚ୍ଚ କରୁଛୁ, ସେମିତି ଯଦି ପରମେଶ୍ୱର କହିଥିଲେ ବାଧ୍ୟରେ ସମସ୍ତେ ଜାଣି ପାରିଥାନ୍ତେ, ସମସ୍ତେ ଦେଖି ପାରିଥାନ୍ତେ। ଲେଖା ହଉଛି ଏ ପର୍ଯ୍ୟନ୍ତ କେହି ତାଙ୍କର କବର ସ୍ଥାନ ଦେଖିନାହାନ୍ତି। କଣ ବୋଲି ଭାବୁଛନ୍ତି ନା ଏଇଟା ଭାବିନାହାନ୍ତି, ଭାବି ନିଷ୍ପତ୍ତିକୁ ଯିବାକୁ ପଡିବ ଯେ କେମିତି କବର। ପରମେଶ୍ୱରଙ୍କ ପୁତ୍ରଙ୍କୁ ମଧ୍ୟ ନିଜେ କବର ଦେଇନାହାନ୍ତି, ମାତ୍ର ମୋସାଙ୍କୁ କବର ଦେଲେ। ପ୍ରଥମ ଫାଇଦା ତାର। ଆହୁରି କହିବି ମୁଁ ଆପଣଙ୍କୁ ଦ୍ୱିତୀୟ ଫାଇଦା। ମାଥ୍ୟୁ 17:3, ଲୁକ 9:30-31 ଯୀଶୁଙ୍କର ଯେତେବେଳେ ରୂପ ପରିବର୍ତ୍ତନ ହେଲା ପର୍ବତ ଶିଖରରେ, ସେତେବେଳେ ମୋସା ଏଲିୟ କଥାବାର୍ତ୍ତା ହେଉଥିଲେ। କଣ ଦରକାର ଅଛି? ସ୍ୱର୍ଗର ଦୁନିଆ ଲୋକ ଅଛନ୍ତି କଥା ହେବା ପାଇଁ, ଯୀଶୁଙ୍କ ସଙ୍ଗରେ ଆଳାପ କରିବା ପାଇଁ ଏ ଦୁଇ ଜଣଙ୍କୁ ପଠାଯାଇଛି। ତାରି ଭିତରେ ମୋସା ଅଛନ୍ତି। ପ୍ରିୟ ଭାଇ ମାନେ, ଏ ହେଉଛି ସ୍ୱତନ୍ତ୍ର ଲୋକ। ଆଉ ଏଇ ମାନେ କି କଥା ହଉଥିଲେ ସେଇଟା ବି ମୁଁ ଯୋଉ ରେଫରେନ୍ସ କଲି ଲୁକ 9:30-31-32 ଲେଖା ହେଇଛି। ଦୁଃଖ ଭୋଗ ସମ୍ବନ୍ଧୀୟ କଥା ହଉଥିଲେ। ଦୁଃଖ ଭୋଗ ତ ଭୋଗିବେ। ଯୀଶୁ ତ ବାରମ୍ବାର କହୁଥିଲେ ମୋ ଦୁଃଖ ଭୋଗିଗଲେ ମନୁଷ୍ୟ ପୁତ୍ର ଏହା ହେବେ ତାହା ହେବେ, ମରିବେ। ଆଉ କି କଥାବାର୍ତ୍ତା ଆଉ ଦରକାର? ମଜା ଦେଖନ୍ତୁ, ମୁଁ କହୁନି କଣ କଥାବାର୍ତ୍ତା କରିବେ। ତାକୁ କି ପରାମର୍ଶ, ଏଲିୟର ପରାମର୍ଶ ଦରକାର ଆଉ ମୋସାଙ୍କ ପରାମର୍ଶ କଣ ଦରକାର ବୋଲି ଭାବୁଛନ୍ତି? କାରଣ ଏ ଫାଇଦା ସେ ପାଇଛନ୍ତି ଜବରଦସ୍ତ ମରିବାରୁ। ତୃତୀୟ ଫାଇଦା କହିବି, ଯୋଉ ଲୋକମାନଙ୍କର ଶିରଚ୍ଛେଦନ ହେଇଥିଲା, ସେମାନେ ଯେମିତି ସେମାନଙ୍କର ଆତ୍ମା ଯେମିତି ବେଦି ତଳେ ପରମେଶ୍ୱରଙ୍କୁ ଉଚ୍ଚ ସ୍ୱରରେ ଡାକ ଦଉଥିଲେ ଯେ କେତେ କାଳ ବିଚାର କରିବ ନାହିଁ, ଏ ଅଧିକାର ମୂଷା ପାଇଥିଲେ ବୋଲି ପଢନ୍ତୁ। ସେଇ ଗୋଟେ କଥା ପଢନ୍ତୁ, ଜହନ 5:45। ଯୀଶୁ କହିଲେ, ଲୋକମାନଙ୍କୁ ଏ ଧାରଣା ଦେଲେ, ଲୋକମାନେ ଜାଣିନଥିଲେ ସେତେବେଳେ। ଜହନ 5:45। ମୁଁ ଯେ ପିତାଙ୍କ ଛାମୁରେ ତୁମ୍ଭମାନଙ୍କ ବିରୁଦ୍ଧରେ ଅଭିଯୋଗ କରିବି, ଏହା ମନେ କର ନାହିଁ। ଯେଉଁ ମଶାଙ୍କ ଠାରେ ତୁମ୍ଭେମାନେ ଭରସା ରଖିଅଛ, ସେ ତୁମ୍ଭମାନଙ୍କ ବିରୁଦ୍ଧରେ ଅଭିଯୋଗ କରୁଅଛନ୍ତି। ବୁଝିପାରୁଛନ୍ତି? ସେଇ ମୂଷା ମଲା ପରେ ଇସ୍ରାଏଲ ଜିହୁଦୀ ଲୋକମାନଙ୍କର ଧର୍ମ ପାଇଁ, ବାଧା ପାଇଁ, ତାଡନା, ଲାଞ୍ଚନା ଏସବୁ ପାଇଁ ବର୍ଣ୍ଣନା କରିବାର ଦରକାର। ଏଇଟା ଜାଣିବା ଦରକାର ଯେ ଅଭିଯୋଗ କରିବା ପାୱାରରେ ସେ କିଏ ନାହାନ୍ତି ମନୁଷ୍ୟ। କେବଳ ସେ ଖଡ୍ଗହତ ଲୋକମାନଙ୍କ ଛଡା ସାଧାରଣ ମୃତ୍ୟୁର ଲୋକମାନେ କେହି ନାହାନ୍ତି। କିନ୍ତୁ ଏଇ ଫାଇଦାରେ ଅଛନ୍ତି ମୂଷା ଯେ ପରମେଶ୍ୱରଙ୍କୁ ଏମାନଙ୍କ ପାଇଁ, ଜିହୁଦୀ ମାନଙ୍କ ପାଇଁ ଅଭିଯୋଗ କରିପାରିବେ। ଏକ ଶକ୍ତିରେ କିଏ ଠିଆ ହେବା ଲୋକ। ପୁଣି କହିବି ଚତୁର୍ଥ କଥା, ଯେ କେତେ ଗୀତ ଗାୟକ ମାନେ ଥିଲେ, ଦାଉଦ ଭଳିଆ ଗୀତ ଗାୟକ ଥିଲେ। କିନ୍ତୁ ଟିକେ ପଢମା, ପ୍ରକାଶିତ 15:3 ଟିକେ ଦେଖନ୍ତୁ, କାର ଗୀତ ସ୍ୱର୍ଗରେ ଆଲାଉଡ ଦେଖନ୍ତୁ। ସେମାନେ ଈଶ୍ୱରଙ୍କ ଦାସ ମୋସା ଓ ମେଷଶାବକଙ୍କୁ ଗୀତ ଗାନ କରି କହୁଅଛନ୍ତି। ବେଶ, ଦାଉଦର ଗୀତ ନାଇଁ ଆଜ୍ଞା। ଏତେ ଗାୟକ ଝୁଲି ଯାଉଛନ୍ତି ଗାୟକ। ଆଜ୍ଞା ଦାଉଦର ଗୀତ ନାଇଁ ସ୍ୱର୍ଗରେ। ଆପଣ କିଏ? ମୁଁ ଦେଖି ବୁଝି ଚିନ୍ତା କରି ବାଦ ଦେବା ଦରକାର। ଦୁନିଆରେ କେତେ ବାଦ୍ୟ ବାଜୁଣି, ତାର ବାଦ୍ୟରେ ନାନା କଥା ହେଲା, ତାର ବାଦ୍ୟରେ ସାଉଲଙ୍କର ଭୂତ ଛାଡ଼ିଲା, କିନ୍ତୁ ତାର ଗୀତ ସ୍ୱର୍ଗରେ ଗାଇନାହାନ୍ତି। ମାତ୍ର ମୋସାଙ୍କର ଗୀତ ଗାଇଲେ। କୋଉ ଗୀତ ଗାଇଲେ ଆଜି ମୁଁ କହୁନି, ଆପଣଙ୍କ ଟିକେ ଆଇଡିଆରେ ଥାଉ, ଟିକେ ଚିନ୍ତା କରନ୍ତୁ, ଖୋଜନ୍ତୁ କଣ ଗୀତ ଗାଇବା ଚାନ୍ସ ଅଛି। ମୋସା ନେଲେ, ହୁଏତ ମରି ନଥିଲେ ଏ ଚାନ୍ସ କଣ ହେଇଥାନ୍ତା? କାହିଁକି ବୋଲେ କିଛି ଅଛି, ପ୍ରଭୁ ପନିଶମେଣ୍ଟଲି ତାଙ୍କୁ ନଉଛନ୍ତି, କଥା ଶୁଣି ନାହାନ୍ତି।
ତୁମ୍ଭ ମାନଙ୍କ ସକାଶେ ପରମେଶ୍ୱର ମତେ କୋପ କଲେ, କଥା ଶୁଣିଲେ ନାହିଁ। ଏଥିପାଇଁ ଚାନ୍ସ ଦେଇ ତାଙ୍କୁ ପ୍ରଭୁ ଯେବେ କୌଣସି ଜିନିଷ ପରମେଶ୍ୱରଙ୍କ ଲୋକଙ୍କୁ କାଟନ୍ତି, ଯେବେ କାଟି ଦିଅନ୍ତି, ଅନ୍ୟ ଚାନ୍ସ ରଖିକି କାଟି ଆର ପ୍ରମାଣ ଅଛି। ଦାଉଦ କହିଲେ ତୁ ଘର କରିପାରିବ ନାହିଁ, ଜେରୁସାଲେମ ତିଆରି କରିପାରିବୁ ନାହିଁ, କିନ୍ତୁ ତାକୁ ଯୋଉ ଚାନ୍ସ ଦେଲେ ଦାଉଦଙ୍କ ସକାଶେ ନଗର ପ୍ରତି ଆମେ ଦୟା କରିବା। ବହୁତ ଚାନ୍ସ ଦାଉଦଙ୍କ ଅଛି। ଉଦାହରଣ ସ୍ୱରୂପ କହିଲି, ତେଣୁ ତାର ଗୀତ ମେଷ ଶାବକଙ୍କର ସହିତ ମୂଷାଙ୍କର ଗୀତ। ପଞ୍ଚମ ଲାଷ୍ଟ କଥା ହଉଛି, ମୂଷାଙ୍କ ଉପରେ ଲାଷ୍ଟ କଥା ହଉଛି ଯେ ଯେତେବେଳେ ଦୁଇଟି ସାକ୍ଷୀ ଆସିବେ, ପ୍ରକାଶିତ 11 ପୂର୍ବରେ 3 ରୁ 6 ପର୍ଯ୍ୟନ୍ତ, ସେ ଦୁଇଟି ସାକ୍ଷୀ ମାନଙ୍କୁ କୁହାଯାଏ ଦୁଇଟି ସାକ୍ଷୀ। ଆପଣ ସବୁ ଶବ୍ଦକୁ ଭାବ ତିଆରି କରିବା ପାଇଁ ରେଡି ରହିବା ଦରକାର। ଆଉ ଦୁଇଟି ପ୍ରଦୀପ। କାହିଁକି କୁହାଗଲା ପ୍ରଦୀପ? ଆହୁରି ଲେଖା ଅଛି, ଏଇ ଭାବବାଦୀ ମାନେ ପୃଥିବୀକୁ କଷ୍ଟ ଦେଇ କଣ ଏସବୁ। ତାପରେ ଲେଖା ଅଛି ତଳେ, ଏ ଭାବବାଦୀ ମାନେ ଏପରି ଶକ୍ତିରେ ପରିପୂର୍ଣ୍ଣ ଥିଲେ, ବର୍ଷା ବନ୍ଦ କରିବା, ଆକାଶ ବନ୍ଦ କରିବା, ଆଉ ପାଣିକୁ ରକ୍ତ କରିବା। ଏଇଟା କ୍ଷମତା। ମୂଷାଙ୍କ କ୍ଷମତା ପୁନର୍ବାର କାମ କରିବ। ସେ ଦୈହିକ ଭାବରେ ଆସି ନ ପାରନ୍ତି, କିନ୍ତୁ ସେଇ ଆତ୍ମା ପୁନର୍ବାର କାମ କରିବ। ପ୍ରିୟ ଭାଇ ଭଉଣୀ ମାନେ, ତେଣୁ ଏତେ ଅଧିକାରକୁ ଗଲେ କେତେବେଳେ ମୂଷା ନା ପ୍ରଭୁ ତାଙ୍କୁ ନେବାରୁ, ଆମକୁ ଯେ ପ୍ରଭୁ ନେଲେ ସେମିତି ଅଧିକାର ହେବ, ସେ କଥା ମୁଁ କହିବି। କାହାକୁ କେମିତି, କାହା ପ୍ରତି କେମିତି, ପୁଣି ଶେଷ କଥା କହିବି ଆପଣଙ୍କୁ। ପ୍ରଥମ ଥେସଲୋନି 4 ପର୍ବର 16। ପ୍ରଭୁଙ୍କର ଆମର ଜୟ ହେଉ। କାରଣ ପ୍ରଭୁ ଆପେ ଆଦେଶ ଦେଇ ପ୍ରଧାନ ଦୂତଙ୍କ ସ୍ୱର ଓ ଈଶ୍ୱରଙ୍କୁ ତୁରୀବାଦ୍ୟ ସହିତ ସ୍ୱର୍ଗରୁ ଅବତରଣ କରିବେ। ସେଥିରେ ଯେଉଁମାନେ ଖ୍ରୀଷ୍ଟଙ୍କ ଠାରେ ଥାଇ ମରିଅଛନ୍ତି, ସେମାନେ ପ୍ରଥମରେ ଉଠିବେ। ଉଠିବାର ଚାନ୍ସ ପ୍ରଥମରେ। ଯେତେ ବଡ଼ ଲୋକ ମଧ୍ୟ ବଞ୍ଚିଛନ୍ତି ରୂପାନ୍ତରିତ ପରେ ହେବେ ମାତଳକୁ ଟିକେ। ପରେ ଆମ୍ଭେମାନେ ଯେତେ ଲୋକ ଜୀବିତ ରହି ଅବଶିଷ୍ଟ ଥିବୁ, ପ୍ରଭୁଙ୍କ ସହିତ ସାକ୍ଷାତ କରିବା ନିମନ୍ତେ ପରେ ଆପଣ, ମୁଁ, ସାଧୁ ସୁନ୍ଦର ସିଂ, ପାଉଲ ଥିଲେ ବି ପରେ, କିନ୍ତୁ ପ୍ରଭୁରେ ଯୋଉମାନେ ମରିଛନ୍ତି ସେମାନେ ପ୍ରଥମ ଉଠିବେ। ଏଥିରେ ପାଉଲ କହିବିନି କାହିଁକି ଯେ ମୃତ୍ୟୁ ମନିମନ୍ଦେ ଲାଭଜନକ। ପୁନରୁତ୍ଥାନ ଆପଣ ମାନେ ଜାଣିଛନ୍ତି 7 ପ୍ରକାର ମଧ୍ୟରେ ଗୋଟେ ପ୍ରକାର ଅଛି ଯୀଶୁ ଆସିବା ସମୟରେ ଉଠିବା ଲୋକମାନେ। ପ୍ରିୟ ଭାଇ ଭଉଣୀ ମାନେ, ଆଉ ଗୋଟିଏ କଥା କହିବି, ଲୁକ 16 ପର୍ବର 25। ଫାଇଦା କଣ? ମଲା ପରେ ଶୁଣନ୍ତୁ। ଜୟ ପ୍ରଭୁ, ହାଲେଲୁୟା। ଲୁକ ମିଳୁନି କି ତମକୁ? ଅବ୍ରାହମ କହିଲେ, ପୁଅରେ, ତୁ ଯେ ବଞ୍ଚିଥିବା ସମୟରେ ତୋର ଭଲ ବିଷୟ ସବୁ ପାଇଲୁ, ଆଉ ଲାଜର ସେହିପରି ମନ୍ଦ ବିଷୟ ସବୁ ପାଇଲା। ଏହା ମନେ କର, କିନ୍ତୁ ଏବେ ସେ ଏହି ସ୍ଥାନରେ ସାନ୍ତ୍ୱନା ପାଉଅଛି, ଆଉ ତୁ କଲବଲ ହେଉଅଛୁ। ତରଙ୍ଗଡା ପାଷ୍ଟର ତରଙ୍ଗଡାରେ ସାନ୍ତ୍ୱନା ପାଉଛି, କିନ୍ତୁ ଲାଜର ସେହି ସ୍ଥାନରେ। ପ୍ରେଜ୍ ଦ ଲର୍ଡ। ଜାଣି ରଖନ୍ତୁ, ଏଥିପାଇଁ ମରଣ ନିଶ୍ଚିତ ଭାବରେ। ପାଉଲ କହିଲେ କରନ୍ତୀୟ ଲୋକମାନଙ୍କୁ, ନିର୍ବୋଧ ମାନେ, ଯାହା ତୁମେ ବୁଣ ତାହା ନ ମଲେ କେବେ ଗଛ ହବ ନାହିଁ। ଆମେ ଗୋଟେ ଗଛରେ ପରିଣତ ହେବା ପାଇଁ ମରିପାରିଛୁ। ତେଣୁ ମରଣ ବହୁମୂଲ୍ୟ। ପ୍ରଭୁ ସେଥିପାଇଁ କହିଲେ, ଏଣିକି ଯୋଉମାନେ ପ୍ରଭୁରେ ଥାଇ ମରନ୍ତି ଧନ୍ୟ। ଏଇ କାରଣରୁ ପାଉଲ ବି ଚାହିଁଲେ ଧନ୍ୟ। ପ୍ରଭୁଙ୍କ ନିକଟକୁ ଯୋଉମାନେ ଯାଆନ୍ତି, ଆଜି ଯେତିକି ମୁଁ ଅନୁମାନ କରୁଛି, ଯେତିକି ବକ୍ତା ମାନେ ଠିଆ ହେଲେ, ବାର୍ତ୍ତା ବାହକ ମାନେ ଠିଆ ହେଲେ, ମେସେଞ୍ଜର ମାନେ ଠିଆ ହେଲେ, ସମସ୍ତଙ୍କ ପରିବାର ମଧ୍ୟରେ ମୃତ୍ୟୁର ଘଟଣା ଟଚ କରି ଆସିଛନ୍ତି। ଶିବରାଜ ଆଜ୍ଞା ଏକଦମ ଭଲ ଅଛନ୍ତି। ମୁଁ ମଧ୍ୟ ମରଣର ଟଚରେ ଅଛି। ମୋର ପୁଅର ଝିଅ ଗୋଟେ ମରିଗଲା ଯେତେବେଳେ, ପ୍ରଭୁ ମତେ ଆବାଜ ଦେଇ କହିଲେ ରାତିରେ, ଏଟା ତୋର ଉଦ୍ୟାନ ପରା ବୋଲି କହିଲେ। ହଁ, ମୁଁ ଜଗିଛି।
ଗୋଟେ ଫୁଲ ତୋଳି ନେବି ବୋଲି କହିଲେ। ଫୁଲ ତୋଳି, ହଁ ଠିକ ଅଛି ଠିକ ଅଛି, ଯୋଉଟା ଭଲ ସେଇଟାକୁ ଛିଣ୍ଡେଇ ଦେଲେ। ମୋ ମନ ଟିକେ ଦୁଃଖ ହେଇଗଲା। ସେ କହିଲେ ତମେ ନିଅ ବୋଲିବାରୁ ମୁଁ ତୋଳିଲି, ତମେ ଯଦି ମୁହଁ ଶୁକେଇବ ଆମର ମାନ ସମ୍ମାନରେ ବାଧା ଦେବ, ଏତିକି ଛଡା। ତାପରେ ଝିଅଟି ନିଶ୍ଚୟ ପ୍ରଭୁ ମୁଁ ହେଉ ଆପଣ ମାନେ ହୁଅନ୍ତୁ, ମରଣ ଭଲ ଏଇ କାରଣରୁ। ତେଣୁ ମରଣକୁ ପ୍ରଭୁଙ୍କ ଲୋକମାନେ ପସନ୍ଦ କରିଛନ୍ତି, ରେଡି ହଉଛନ୍ତି, ଯେତେବେଳେ ଡାକିଲେ ସେତେବେଳେ ଯିବା ପାଇଁ। ପ୍ରଭୁ ପରିବାରକୁ ଚିର ସାନ୍ତ୍ୱନାରେ ଆଶୀର୍ବାଦ କରନ୍ତୁ, ଆମମାନଙ୍କର ସମସ୍ତଙ୍କୁ ମଧ୍ୟ ଆଶୀର୍ବାଦ କରନ୍ତୁ। ପ୍ରାର୍ଥନା କରିବି। ସର୍ବଶକ୍ତିମାନ ପ୍ରଭୁ, ପୃଥିବୀରେ ଧାର୍ମିକ ମାନେ ମଧ୍ୟ ତାଡ଼ନା ଭୋଗନ୍ତି, ଦୁଃଖ ଭୋଗନ୍ତି। ସେଇ ହିସାବରେ ତୁମର ଦାସ ପାଷ୍ଟର ଯୁବ କାଳରୁ ସମାଜର ଦାୟିତ୍ୱ ବହନ କରି ପରିଶ୍ରମ କରି ଛୋଟ ସମାଜକୁ ତିଆରି କରି ଏପର୍ଯ୍ୟନ୍ତ ମଣ୍ଡଳୀ ଭାବରେ ମାନ୍ୟ ପାଇ ଆଣୁଥିବା ତୁମ ଦାସଙ୍କର ପୁତ୍ରଙ୍କୁ ହଠାତ୍ ନେଇଯାଇଛ। ତୁମ ପାଇଁ ହଠାତ୍ ନୁହଁ, କିନ୍ତୁ ଆମ ପାଇଁ ତାହା ତୁମର ନିରୂପିତ ସମୟରେ ପରିବାରକୁ, ମୋ ଦାସ ଦାସୀଙ୍କୁ, ପିଲାମାନଙ୍କୁ, ପରିବାର ପରିଜନ ସମସ୍ତଙ୍କୁ ସମର୍ପଣ କରୁଛି। ପ୍ରଭୁ ତୁମେ ଚିର ସାନ୍ତ୍ୱନା ପ୍ରଦାନ କର। ଆମେ ଯେତେ ଲୋକ ସାନ୍ତ୍ୱନାର କଥା କହିଲେ ଆମେ ସେମାନଙ୍କର ଚକ୍ଷୁର ଲୋତକୁ ପୋଛି ପାରିବୁ ନାହିଁ, କିନ୍ତୁ ତୁମେ ଚକ୍ଷୁର ଲୋତକୁ ପୋଛିଥାଅ। ଗୌରବ ମହିମା ତୁମର। ଯୀଶୁଙ୍କର ପ୍ରାର୍ଥନା। ଆମେନ୍।